ଏଇଠି ମୁଁ ଆସିଲି, ମୋତେ ଯାହା ମୋତେ ଗେଷ୍ଟ କରିଥିଲେ ବହୁତ ଖୁସି ଲାଗିଲା। ଏତେ ଭାଇ ଏବଂ ଭଉଣୀମାନେ ସମସ୍ତେ ମୋତେ ରିସିଭ୍ କଲେ, ଭଲରେ ୱେଲକମ୍ କଲେ। ତ ଏଇ ଖେଳଟା ମୁଁ କେବେ ଭାବିନଥିଲି ଯେ ଏଠି ଗୋଟେ ଏତେ ଭଲ ଆୟୋଜକ ରହିବେ, ଏତେ ଭଲ ଭାବରେ ଖେଳ ହେବ। ତେଣୁ ଦେଖିକି ବହୁତ ଖୁସି ଲାଗିଲା। ଆଉ ଏଇ ଖେଳରୁ, ଏଇ ପଡ଼ିଆରୁ ଖେଳିକି ବର୍ତ୍ତମାନ ଷ୍ଟେଟ୍ ଲେବୁଲ୍ ବି ପିଲା ନିଶ୍ଚିତ ବାହାରିବେ ବୋଲି ମୋର ଆଶା ଏବଂ ବିଶ୍ୱାସ। ହଁ, ଆଜି ଆମ ଏଡି କ୍ଲବ ଗାଡ଼ପୁର ଅର୍ଗାନାଇଜ୍ କରିଛନ୍ତି 4th ମେମୋରିଆଲ ରାଧେଶ୍ୟାମ ଫୁଟବଲ ଟୁର୍ଣ୍ଣାମେଣ୍ଟ। ତେଣୁ ନିଶ୍ଚିତ ଭାବରେ ଆଜି ଗୋଟେ ମେମୋରେବଲ୍ ଦିନ। କ'ଣ ପାଇଁ ନା ଆଜି ଆମ ଗହଣରେ ଯେଉଁ ସାଥୀ ଥିଲେ, ରାଧେଶ୍ୟାମ ଯେଉଁ ଫୁଟବଲର ଜଣେ ଖାଲି ଏରିଆରେ ନୁହଁ, ଅନେକ ଏରିଆ ମଧ୍ୟ ସେ ନାଁ ପାଇଛନ୍ତି ଫୁଟବଲ ପ୍ଲେୟାର ଭାବରେ। ତାଙ୍କର ଯେଉଁଭଳି ଭାବରେ ଖାଲି ଫୁଟବଲ ପ୍ଲେୟାର ନୁହଁ, ତାଙ୍କର ପର୍ସନାଲିଟି ବି ବହୁତ ବଢ଼ିଆ। ସମସ୍ତଙ୍କ ସାଙ୍ଗରେ ମିସିଂ ହେଇକି ଚଳିବା, ସମସ୍ତଙ୍କ ସାଙ୍ଗରେ ଠିଆ ହେବା ଏବଂ ସବୁ ଗୋଟେ ପ୍ଲେୟାର ତାଙ୍କ ଭଳିଆ ଆଉ ଅନ୍ୟମାନଙ୍କୁ କେମିତି କରେଇ ପାରିବେ ସେ ଉତ୍ସାହ ମଧ୍ୟ ତାଙ୍କର ଥିଲା। ସେଥିପ୍ରତି ମଧ୍ୟ ତାଙ୍କର ସମ୍ମାନ ଥିଲା। ଆଉ ବିଶେଷ କରି ଆମର ଏଇ ଆଦିବାସୀ ଲୋକଙ୍କ ପାଇଁ ମଧ୍ୟ ତାଙ୍କର ସହଯୋଗ ଥିଲା ସେ ସମୟରେ। କ'ଣ ପାଇଁ ନା ଆମର ଯେତେବେଳେ ଜଳ ଜମି ଜଙ୍ଗଲ ପାଇଁ ଯେଉଁ କାର୍ଯ୍ୟକ୍ରମ ନେଇଥିଲୁ ଆମେ ଲଢ଼େଇର, ସେଟା ମଧ୍ୟ ସେଥିରେ ସେ ଆଗୁଆ ଧାଡ଼ିରେ ଥିଲେ। ତେଣୁ ସେ ଏକାଧାରରେ ଖାଲି ଯେ ଆମେ ଗୋଟେ ଫୁଟବଲ ପ୍ଲେୟାର କହିଦେଇକି ତାଙ୍କର ମାନେ ମହତ୍ତ୍ୱଟାକୁ କମି କରିବା, ସେମିତି ନୁହଁ। ଖାଲି ସେତିକି ନୁହଁ, ଗାଁର ଗୌରବ ମଧ୍ୟ ସେ ରକ୍ଷା କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଗାଡ଼ପୁର ନୁହଁ, ପୁରା ସାରା ସୁକିନ୍ଦାର ଗୋଟେ ଷ୍ଟାର ସେ ଥିଲେ। ତେଣୁ ତାଙ୍କ ପାଇଁ ଆଜି ଯେଉଁ ଖେଳ ଆୟୋଜନ କରାହେଇଛି ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ। ଆଉ ସେ ଯେ କେବଳ ଆମର ପ୍ଲେୟାର ମାନଙ୍କର ଆଦର୍ଶ ନୁହଁ, ସେ ତାଙ୍କର ଯେଉଁ ପର୍ସନାଲିଟି ନିଶ୍ଚିତ ଭାବରେ ଆମ ଆଦିବାସୀମାନଙ୍କର ଗୋଟେ ଆଦର୍ଶ, ସେଥିରେ ଏଥିରେ ମାତ୍ର ସନ୍ଦେହ ନାହିଁ। ତେଣୁ ନିଶ୍ଚିତ ଭାବରେ ଚାହିଁବି ଏଇ କାର୍ଯ୍ୟକ୍ରମ ଆମର ଦୀର୍ଘଜୀବୀ ହେଉ। ପ୍ରତ୍ୟେକ ବର୍ଷ ତାଙ୍କର ଜନ୍ମଦିନ ଅନୁକୂଳରେ ଯେଉଁଟା କରାହେଉଛି, ସେଟାକୁ ଆମେ ସମସ୍ତେ ମିଶିକିରି କେମିତି ଆଗକୁ ଆହୁରି ଭଲ ହେବ। ନିଶ୍ଚିତ ଭାବରେ ଗୋଟେ କଥା କହିବାକୁ ଚାହିଁବି କି ସେଭଳିଆ ପ୍ଲେୟାରଙ୍କୁ ଆଜି ଆମ ପାଖରୁ ଦୂରେଇକିରି ନିଶ୍ଚିତ ଭାବରେ ଗୋଟେ ବଡ଼ କ୍ଷତି ହେଇଛି ଆମ ସୁକିନ୍ଦା ପାଇଁ। ତେଣୁ ଏଇ ଦିନରେ ଆମେ ଚାହିଁବୁ ତାଙ୍କ ଭଳିଆ ଆହୁରି ଭଲ ଭଲ ପ୍ଲେୟାର ବାହାରନ୍ତୁ, ନିଜ ଏରିଆର ନାଁ ରଖନ୍ତୁ।